ମନେ ରଖନ୍ତୁ, ଖରାପ ସମୟ ଜୀବନ ସାରା ରହେ ନାହିଁ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହା ହିଁ ସାରା ଜୀବନ ମନେ ରହିଥାଏ। ଆଜି ପାଖରେ ଛିଡ଼ା ହୋଇ ଭରସା ଦେବା ପାଇଁ କେହି ଲୋକ ନାହାନ୍ତି, କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ବି ନାହାନ୍ତି, କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କର ଅଭାବ ନାହିଁ। କିଏ କେତେବେଳେ ଥରେ ଜିତିଗଲେ ପୁଣି ଆଶା ବଢ଼ିଯାଏ, ବିନା ସଂଗ୍ରାମରେ କେ ବଞ୍ଚି ପାରେନା ମନୁଷ୍ୟ କି ପଶୁଟିଏ। ଯେଉଁମାନେ ଦାୟିତ୍ୱ ନେଇ ପରିବାରକୁ କରିଥିଲେ ସଜ, ସେମାନେ ଦିନେ ହୋଇଯାଆନ୍ତି ପରିବାରର ବୋଝ। କଥାଟି ଅଡ଼ୁଆ ଲାଗୁଥିଲେ ବି ନିରାଟ ସତ୍ୟ। କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ବୋଲି ଭାବନ୍ତୁ ନାହିଁ, କାରଣ ମଶାଣିରେ ଘର ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ହୋଇଥାଏ। ସବୁବେଳେ ଆଗକୁ ଫୋକସ୍ କର, କାରଣ ରାସ୍ତାରେ ହାତୀଛୁଆ ଗଲାବେଳେ ପଛରେ ବହୁତ କୁକୁର ଭୁକିଥାନ୍ତି। ନେତ୍ର ମୋ ଦେଖୁଛି ହସୁଛି ଅଧର୍ମ, ଧର୍ମ ଗଡ଼ାଉଛି ଲୁହ, ତଥାପି କହୁଛି କହୁଥିବି ପ୍ରଭୁ ଧର୍ମର ହେଉଛି ଜୟ। ଭିକ୍ଷୁକକୁ କେବେ ବି ଖାଲି ହାତରେ ଫେରାଇ ଦେବେ ନାହିଁ, କାରଣ ଏହା ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଯେ ସେ ତାଙ୍କ ସୃଷ୍ଟିକୁ ଆପଣଙ୍କ ଦୁଆରକୁ ପଠାଇଛନ୍ତି। ମନେ ରଖନ୍ତୁ, ଖରାପ ସମୟ ଜୀବନ ସାରା ରହେ ନାହିଁ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହା ହିଁ ସାରା ଜୀବନ ମନେ ରହିଥାଏ। ଆଜି ପାଖରେ ଛିଡ଼ା ହୋଇ ଭରସା ଦେବା ପାଇଁ କେହି ଲୋକ ନାହାନ୍ତି, କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ବି ନାହାନ୍ତି, କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କର ଅଭାବ ନାହିଁ। କିଏ କେତେବେଳେ ଥରେ ଜିତିଗଲେ ପୁଣି ଆଶା ବଢ଼ିଯାଏ, ବିନା ସଂଗ୍ରାମରେ କେ ବଞ୍ଚି ପାରେନା ମନୁଷ୍ୟ କି ପଶୁଟିଏ। ଯେଉଁମାନେ ଦାୟିତ୍ୱ ନେଇ ପରିବାରକୁ କରିଥିଲେ ସଜ, ସେମାନେ ଦିନେ ହୋଇଯାଆନ୍ତି ପରିବାରର ବୋଝ। କଥାଟି ଅଡ଼ୁଆ ଲାଗୁଥିଲେ ବି ନିରାଟ ସତ୍ୟ। କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ବୋଲି ଭାବନ୍ତୁ ନାହିଁ, କାରଣ ମଶାଣିରେ ଘର ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ହୋଇଥାଏ। ସବୁବେଳେ ଆଗକୁ ଫୋକସ୍ କର, କାରଣ ରାସ୍ତାରେ ହାତୀଛୁଆ ଗଲାବେଳେ ପଛରେ ବହୁତ କୁକୁର ଭୁକିଥାନ୍ତି। ନେତ୍ର ମୋ ଦେଖୁଛି ହସୁଛି ଅଧର୍ମ, ଧର୍ମ ଗଡ଼ାଉଛି ଲୁହ, ତଥାପି କହୁଛି କହୁଥିବି ପ୍ରଭୁ ଧର୍ମର ହେଉଛି ଜୟ। ଭିକ୍ଷୁକକୁ କେବେ ବି ଖାଲି ହାତରେ ଫେରାଇ ଦେବେ ନାହିଁ, କାରଣ ଏହା ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଯେ ସେ ତାଙ୍କ ସୃଷ୍ଟିକୁ ଆପଣଙ୍କ ଦୁଆରକୁ ପଠାଇଛନ୍ତି।